क्रीं महाकल्यै नमः। आशासयत शुभ मासं भवतु मंगलकरम् अद्भुतकरं च जीवनस्य सकल मनोकामना सिद्धिरस्तु पूर्णरस्तु। नमस्कार दर्शक बंधु, जय जगन्नाथ। ମୁଁ ଆପଣମାନଙ୍କର ଜ୍ୟୋତିର୍ବିଦ ବାସ୍ତବିକ ଡକ୍ଟର ଶିବସ୍ୟ କଡ଼ିରତ୍ନ ଆଜି ଆପଣମାନଙ୍କୁ ସ୍ୱାଗତ ଜଣାଉଛି ରାଶିଫଳ କାର୍ଯ୍ୟକ୍ରମକୁ ଯାହାକି ରହିଛି ଆପଣଙ୍କ ରାଶି ଅର୍ଥାତ୍ ସିଂହ ରାଶିରେ 2026 ମସିହା ମେ ମାସରେ କଣ ଘଟିବ 1 ରୁ 31 ତାରିଖ ପର୍ଯ୍ୟନ୍ତ ଦୈନିକ ରାଶିଫଳ ମଧ୍ୟ ଆପଣମାନେ ଆଜି ଜାଣିବେ ଏବଂ ଶେଷରେ ରହିବ ଆପଣମାନଙ୍କ ପାଇଁ ଚମତ୍କାର ବୈଦିକ ରୀତିରେ ପ୍ରତିକାର। ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ଆପଣଙ୍କର ଶିକ୍ଷା, ଆପଣଙ୍କର ସ୍ୱାସ୍ଥ୍ୟ, ଆପଣଙ୍କର ଚାକିରି, ଆପଣଙ୍କର ଆୟ ବ୍ୟୟ, ଆପଣଙ୍କର ଇନକମ୍ ସୋର୍ସ, ଆପଣଙ୍କର କୋର୍ଟ କଚେରୀ ମାମଲା, ଲଭ୍ ମ୍ୟାଟର, ସନ୍ତାନ ସନ୍ତତି, ବିବାହ, ବୈବାହିକ ଜୀବନ ଏବଂ ସବୁଠୁ ବଡ ଜିନିଷ ବ୍ୟବସାୟୀ ମାନେ ଯୋଉମାନେ ବି ବ୍ୟବସାୟ ବହୁତ ବଡ ବଡ ଇନଭେଷ୍ଟମେଣ୍ଟ କରିଛନ୍ତି ସେମାନଙ୍କ ପାଇଁ ଏ ମାସରେ କଣ ରହିବ, ଟ୍ରେଡିଂ ସେକ୍ଟର ମଧ୍ୟ କଣ ରହିବ, ଆମେ ଶେଷ ପର୍ଯ୍ୟନ୍ତ ଦେଖିବା ଏବଂ ଶେଷରେ ବହୁତ ଜିନିଷ ଆମେ ଡିସ୍କସନ କରିବା। ମୁଁ ଚେଷ୍ଟା କରିବି ଯୋଉମାନେ ବି ମୋର ଭିଉଅର୍ସ ଅଛନ୍ତି ନିଶ୍ଚିତ ଭାବରେ ଆପଣ କିଛି ଭରପୁର ଆଦ୍ୟରୁ ଉପାଦେୟ ତଥ୍ୟ ପାଆନ୍ତୁ ଯାହାକୁ ଆପ୍ଲାଏ କରି ଆପଣମାନଙ୍କର ଜୀବନକୁ ପ୍ରୋଟେକ୍ସନ ମୋଡକୁ ନେଇପାରିବେ। ତାହେଲେ ଡେରି କରିବାନି, ଆମେ ଜାଣିବା। ଦର୍ଶକ ବନ୍ଧୁ, ଆମେ ଯୋଉ ବିଚାର କରୁଛନ୍ତି ଏ ପଦ୍ଧତି ଆମେ ଯୋଉ ବ୍ୟବହାର କରୁଛନ୍ତି ଏହା ଏକ ସାମୂହିକ ପଦ୍ଧତି। ଏହା ଆପଣଙ୍କର ବ୍ୟକ୍ତିଗତ କୁଣ୍ଡଳୀ ନୁହେଁ, ଏହା ଏକ ସାମୂହିକ କୁଣ୍ଡଳୀ ଯାହାକୁ ଚନ୍ଦ୍ର କୁଣ୍ଡଳୀ ବା ମୁନସାଇନ୍ ଅନୁସାରେ ଆମେ ବିଚାର କରୁଛୁ, ଯାହାର ପ୍ରୋବାବିଲିଟି ରେଜଲ୍ଟ ପାଖାପାଖି 40 ରୁ 50% ମାତ୍ର ଦେଇଥାଏ ଏବଂ ବ୍ୟକ୍ତିଗତ କୁଣ୍ଡଳୀ ଆପଣ ଯଦି ବିଚାର କରିବା ପାଇଁ ଚାହାନ୍ତି ତାହା ମଧ୍ୟ 50% ରେଜଲ୍ଟ ଦବ। ଆପଣଙ୍କୁ 100 ପାଖାପାଖି 90 ରୁ 100% ଆପଣଙ୍କୁ ଏକୁରେଟ ଦବ। ଯଦି ଆପଣ ଚାହାନ୍ତି ବି ତାର ବିଚାର କରିବା ପାଇଁ ସ୍କ୍ରିନ୍ ନମ୍ବର ଅଛି, ଆପଣ ଆମ ସହ ଯୋଗାଯୋଗ କରିପାରିବେ ଯେଉଁଥିରେ ସମ୍ପୂର୍ଣ୍ଣ ବର୍ଗ କୁଣ୍ଡଳୀର ବିଚାର କରି ଆପଣଙ୍କୁ ତାର ରେଜଲ୍ଟ ଆମେ ଦେଇପାରିବା। ତାହେଲେ ଆମେ ଆଜି ଡିସ୍କସନ କରିବା ପ୍ରଥମତଃ ହେଲ୍ଥ ଇଜ ୱେଲ୍ଥ, ଯୋଉଟାକୁ ଆମେ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଦର୍ଶକ ବନ୍ଧୁ, ଆପଣଙ୍କର ରାଶି ହେଉଛି ସିଂହ ରାଶି, ଅଧିପତି କିଏ ନା ଆପଣ ରବି। ରବି ଆପଣଙ୍କର ନବମ ସ୍ଥାନରେ। ସିଂହ ରାଶିରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ବି ମାସରେ ସର୍ଟ ଆଉଟ୍ ହବ। ଆଉ ଯୋଉମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ ଏ ମାସରେ କୌଣସି ବିପଦ ନାହିଁ ଆପଣମାନଙ୍କ ସହିତ, ଯାହାକି ଚନ୍ଦ୍ର କୁଣ୍ଡଳୀ ଅନୁସାରେ ସାମୂହିକ ବିଚାରରେ ଆମେ ଜାଣୁଛନ୍ତି ଯେ ଯେହେତୁ ଆପଣଙ୍କର ମାନେ ରାଶ୍ୟାଧିପତି ନବମ ସ୍ଥାନକୁ ଯାଇଛନ୍ତି, ନବମରେ ରବି ବହୁତ ଭଲ ଫଳ ଦେଇଥାନ୍ତି, ଉଚ୍ଚ ଫଳ ଦେଇଥାନ୍ତି ଏବଂ ରବି ଏଠି ଉଚ୍ଚ ସ୍ଥାନରେ ଅଛନ୍ତି, ନିଜର ଭାଗ୍ୟ ସ୍ଥାନରେ ଅଛନ୍ତି, ଭାଗ୍ୟ ଆପଣଙ୍କୁ ସପୋର୍ଟ କରିବ ଏବଂ ଭାଗ୍ୟାଧିପତି ଅଷ୍ଟମରେ ଥିବାରୁ ଏହା କେତେକାଂଶରେ ହଡଲ ଆସିବ ସତ, କିନ୍ତୁ ବହୁତ ବଢିଆ ରେଜଲ୍ଟ ଦବ। ଯେହେତୁ ରବି ଆପଣଙ୍କର ନବମ ସ୍ଥାନରେ ଆପଣଙ୍କର 15 ମେ ପର୍ଯ୍ୟନ୍ତ ରହୁଛନ୍ତି, କାରଣ ଚାରିଟା ପ୍ଲାନେଟ ଏଥର ଟ୍ରାନଜିଟ ହଉଛନ୍ତି, ମାନେ ଚଳନ ଘଟୁଛନ୍ତି, ଗୋଚରରେ ଚଳନ ହଉଛନ୍ତି। ଯେମିତିକି ଆପଣଙ୍କର 11 ମେ ରୁ ଆପଣଙ୍କର ମଙ୍ଗଳ ଯାଉଛନ୍ତି, ଯୋଉଟା କି ମଙ୍ଗଳ ଆପଣଙ୍କର ଅଷ୍ଟମରେ ଅଛନ୍ତି, ନବମକୁ ଯିବେ ଅର୍ଥାତ ମୀନ ରାଶିରେ ଅଛନ୍ତି, ଆପଣଙ୍କର ମେଷ ରାଶିକୁ ଆସିବେ। ଆପଣଙ୍କର ରବି ବୁଧ 15 ମେ ରୁ ଯାଉଛନ୍ତି ବୃଷ ରାଶିକୁ, ଶୁକ୍ର ମଧ୍ୟ ଆପଣଙ୍କର 14 ମେ ରୁ ଯାଉଛନ୍ତି ମିଥୁନ ରାଶିକୁ। ଏଇ ଯୋଉ ଟ୍ରାନଜିଟ ହଉଛି ତାର ମଧ୍ୟ କିଛି ଫଳ ଅଛି ନା ନାହିଁ। ୟୁନିଭର୍ସରେ ଯେତେବେଳେ ଟ୍ରାନଜିଟ ହୁଅନ୍ତି ପ୍ଲାନେଟ ମାନେ, ଯେହେତୁ ୟୁନିଭର୍ସରେ ମାନେ ପୃଥିବୀରେ 5ଟା ଏଲିମେଣ୍ଟ ଅଛି, ଆମ ଶରୀରରେ ମଧ୍ୟ 5ଟା ଏଲିମେଣ୍ଟ ଅଛି, ତାର ଇଣ୍ଟର କନେକ୍ଟିଭ ମୋଡରେ ସେ ଯୋଉ ଡିପାର୍ଟମେଣ୍ଟର କାରକ ଗ୍ରହ ସେ ସେଇଭଳି ଇନଫ୍ଲୁଏନ୍ସ ଆମ ବଡି ଉପରେ ପକେଇଥାନ୍ତି। ତେଣୁ ଆମେ ଯେହେତୁ ଆପଣଙ୍କର ଏ ମାସରେ ନବମରେ ରବି ଭାଗ୍ୟ ସ୍ଥାନରେ ଅଛନ୍ତି, ଉଚ୍ଚସ୍ଥ ହେଇକି ଅଛି, ଭାଗ୍ୟ ଆପଣଙ୍କୁ ସପୋର୍ଟ କରିବ, କିନ୍ତୁ ଭାଗ୍ୟାଧିପତି ମଧ୍ୟ ଭାଗ୍ୟର ଅଧିପତି ଗ୍ରହ ସେ ଅଷ୍ଟମରେ ଅଛନ୍ତି ଶନିଯୁକ୍ତ ହବା ଦ୍ୱାରା ଏହା ଆପଣଙ୍କୁ ଭାଗ୍ୟରେ ଯୋଉ ସପୋର୍ଟ ମିଳିବା କଥା ସେ କେତେକାଂଶରେ ପ୍ରୋବ୍ଲେମ ଆପଣଙ୍କୁ କ୍ରିଏଟ କରାଇବ। କିନ୍ତୁ ପ୍ରୋବ୍ଲେମ କ୍ରିଏଟ କଲେ ମଧ୍ୟ ମଙ୍ଗଳଙ୍କ ଠାରୁ ମୋର ପାୱାରଫୁଲ ହଉଛନ୍ତି ସନ୍। ତେଣୁ ସୂର୍ଯ୍ୟଙ୍କ ପାଖରେ ଓଡି ଫୋର୍ସ ଅଛି। ଆଉ ମଙ୍ଗଳ ହଉଛନ୍ତି ଆଗ୍ରେସିଭ ନେଚର, ଟିକେ ଆଗ୍ରେସିଭ ନେଚର ଆପଣ ବଢିପାରେ ବା ସ୍ୱାଭିମାନୀ ଆପଣ ହେଇପାରନ୍ତି ବା ଆପଣ ଟିକେ ମାନେ କଣ ଟେନସନରେ ରହିପାରନ୍ତି, ଅଧିକ କିଛି ମାତ୍ରାରେ ରାଗ କ୍ରୋଧ ବଢି ଯାଇପାରେ, କିନ୍ତୁ ନିୟନ୍ତ୍ରଣ କରିବା ପାଇଁ ରବି ଅଛନ୍ତି, ଆପଣଙ୍କୁ ପ୍ରୋଗ୍ରେସ ଦେବେ, ଭାଗ୍ୟକୁ ଡେଷ୍ଟିନି ଆପଣଙ୍କୁ ସପୋର୍ଟ କଲା ଭଳି ଆପଣ ମନେ ହେବ ଏବଂ କିଛି 15 ମେ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ବିଶେଷ ବଡ ପ୍ରୋବ୍ଲେମ ହବ ନାହିଁ। ତା ଭିତରେ ଆପଣ ଏ ମାସରେ ଯାହା କରିବା ପାଇଁ ଚାହୁଁଛନ୍ତି ଉଚିତ ମନେ କରୁଛନ୍ତି କରିପାରିବେ। ଏବଂ ବୁଧ ମଧ୍ୟ ଅଛନ୍ତି, ରବି ସହିତ ବୁଧ, ରବି କେବଳ ନାହାନ୍ତି, ବୁଧ ଅଛନ୍ତି। ବୁଧ ଆପଣଙ୍କର ଧନାଧିପତି ଲାଭାଧିପତି ନବମରେ, ତେଣୁ ଆର୍ନିଂ ସୋର୍ସ ଏ ମାସରେ ତ ଜବରଦସ୍ତ ହବ। ମୋର କହିବାର କଥା ଚନ୍ଦ୍ର କୁଣ୍ଡଳୀ ଅନୁସାରେ ସାମୂହିକ ବିଚାରରେ ବ୍ୟକ୍ତିଗତ କୁଣ୍ଡଳୀରେ କିଛି ମାତ୍ରାରେ କମି ଯାଇପାରେ, ବଢି ଯାଇପାରେ, କିନ୍ତୁ ଚନ୍ଦ୍ର କୁଣ୍ଡଳୀ ସାମୂହିକ କୁଣ୍ଡଳୀ ଅନୁସାରେ ଆପଣଙ୍କର ବହୁତ ଭଲ ରହିଛି, 50% ଓକେ ଅଛି। ଅର୍ଥାତ ଧନାଧିପତି କୁଟୁମ୍ବ ସମସ୍ୟା ଯାହା ଥିବ ସର୍ଟ ଆଉଟ୍ ହବ। ଆପଣ କମ୍ୟୁନିକେସନ ସ୍କିଲ, ବାକ୍ ଶକ୍ତି, ଆପଣଙ୍କର ଧୀ ଶକ୍ତି ବଢିବ, କନସେଣ୍ଟ୍ରେସନ ପାୱାର ବଢିବ, ପାଠ ପଢା ପ୍ରତି ଓରିଏଣ୍ଟେଡ ହେବେ ଯୋଉମାନେ ବିଦ୍ୟାರ್ಥୀ ଶିକ୍ଷାର୍ଥୀ ଥିବେ ଏବଂ ଇନକମ ଯୋଉମାନେ ଅଛନ୍ତି, ଆପଣ ଇଚ୍ଛା ପୂର୍ତ୍ତିର ମାସ ହବ ଏ ମାସଟି, ଇଚ୍ଛା ପୂର୍ତ୍ତିର ମାସ। 15 ମେ ଭିତରେ ଆପଣ ବହୁତ କିଛି କରିବାର ସମ୍ଭାବନା ରହିଛି। 15 ମେ ଆପଣଙ୍କ ପାଇଁ ବହୁତ ଭଲ ସଫଳତା ଆଣିକି ଦବ, ବହୁତ ବଡ ବିଜୟ ଲାଭ କରିବେ ଆପଣ ପ୍ରତ୍ୟେକଟି ମୋମେଣ୍ଟରେ। ଆପଣଙ୍କ ଇନକମ, ଫାଇନାନ୍ସ, ଆପଣଙ୍କର ଇଚ୍ଛା ପୂର୍ତ୍ତି, ଫ୍ୟାମିଲାରୀ, ଆପଣଙ୍କର ସେଭିଂସ ବହୁତ ଭଲ ହବ ଏ ମାସରେ। ଏବଂ ଦଶମରେ ଶୁକ୍ର ଅଛନ୍ତି, ଆପଣଙ୍କର ତୃତୀୟାଧିପତି ଦଶମାଧିପତି ଦଶମରେ ଥିବାରୁ ଏହା କେତେକାଂଶରେ ବହୁତ ଭଲ ଫଳ ଦେବ। ଆପଣଙ୍କର କର୍ମ କ୍ଷେତ୍ରରେ ପ୍ରୋଗ୍ରେସ, ଆପଣଙ୍କର ପ୍ରମୋସନ, ଫାଇନାନ୍ସିଆଲ ସେକ୍ଟରରେ କିଛି ଦ୍ରବ୍ୟ ଆପଣ କିଣି ପାରନ୍ତି। ଆପଣଙ୍କର 14 ମେ ପର୍ଯ୍ୟନ୍ତ ଶୁକ୍ର ଦଶମ ସ୍ଥାନରେ ରହିବେ, ଆଉ ବହୁତ ଭଲ ଫଳ ଦବ। ଯେହେତୁ ନିଜ ରାଶିରେ କର୍ମ କ୍ଷେତ୍ରରେ ନିଜ ଘରେ ସ୍ୱଗୃହୀ ଶୁକ୍ର ସ୍ୱଗୃହୀ ଅଛନ୍ତି,
अवश्य आपण राशि शत्रु हो पारती किंतु जेहेतु निज घरे अच्छे आदौ खराब फल देवे ना कर्म क्षेत्र में प्रोटेक्शन आपको मिल किसी भी प्रोब्लेम घटी जाऊ आप रिकवरी मिल 14 मे पर्यंत एकदम बढ़िया एवं सप्तम स्थान में राहु अच्छा यहाँ ही आपके प्रोब्लेम करें पार्टनरशिप बिजनेस धोखा खाई पारती जो माने विवाहित से स्त्री जनित समस्या स्त्री माने स्वामी जनित समस्या भोग कर स्त्री हेतु दुखी हो पारती स्वामी हेतु आप दुखी हो पारती जो मैंने देखुं जानीपारे यहाँ मेरिटल लाइफ प्रोब्लेम सृष्टि कर वैवाहिक संपर्क को लेकिन समस्या रही जेहेतु सप्तम स्थान राहु सन्देह अजता कलह राग द्वेष मनांतर मतांतर ये सब माने बहुत बढ़ी एंजाइटी ये सब बढ़ईदेव आपन को पार्टनरशिप रे बिजनेस करुले पार्टनरशिप रे मिसिकी किसी प्रोब्लेम आसीपारे मासरे सतर्क रहिबे एवं प्रेम प्रणय जदि आमे देखिबा पंचमाधिपति अष्टमाधिपति बृहस्पति लाभस्थान एकादशस्था फलदा भवन्ति जमित्र संस्थे विपुलास लक्ष्मी एकादशस्था फलदा भवन्ति जेहेतु बृहस्पति आपनकर एकादश स्थान रे अछंती प्रेम प्रणय लव रोमांस रे बहुत भलो संपर्क क्रिएट करि परिबे आपण ए मास रे आपण पई बहुत अछि अपॉर्चुनिटी रो मास हो आपण को लव पई आपण प्रेम पई बहुत भल रही जेहेतु पंचमाधिपति प्रेमर कारक ग्रह आप लाभ स्थान में अच्छे संतान प्लान करने चाहते मास करेंगे एवं पाठ पढ़ा विद्यार्थी शिक्षार्थी मान बहुत बढ़िया अपॉर्चुनिटी पीरियड अच्छी से निज कैरियर ओरिएंटेड हेबे किसी ब्लू प्रिंट तैयारी करेंगे निजर एम को फुलफिलमेंट क्षेत्र में निज को प्रस्तुत कर मानसिकता नहीं पारती बहुत भल अपॉर्चुनिटी रही आपंकर मे मास जेहेतु आपंकर बृहस्पति पूरा रे आपण जून मास 2 पर्यंत बहुत बढ़िया अच्छी आगू बढ़ यहाँ आम जो देखा आपणकर शनि अष्टम अच्छा सप्तमाधिपति अष्टम सप्तम शनि रहा तो कहली मेरिटल लाइफ रे प्रोब्लेम आसो आपणकर षष्ठाधिपति रोग ऋण शत्रु टी बढ़ी जाई पारती सतर्कता अवलंबन कर आगू बढ़े आसरे जदि ये तो आम जोटा डिस्कसन कले हाँ गवर्नमेंट रिलेटेड काम आपंकर किसी राजनेता जो मैंने अच्छे बहुत भल रही गवर्नमेंट रिलेटेड हायर अथॉरिटी सहित मिसी किसी काम कर सुजोग पाइबे हायर अथॉरिटी आप सहित जर मनांतर पूर्व चलता फंडिंग बहुत भल रही आगू बढ़ो एवं आम जो देखा द्वादश स्थान हूँ द्वादशाधिपति जेहेतु निज राशि अच्छा कोर्ट कचेरी मामला विशेष बड़ प्रोब्लेम क्रिएट कर संपूर्ण चंद्र कुंडली अनुसार विचार जहाँकि प्लानेटरी रिपोर्ट आउ ट्रांजिट कंजक्शन को लेकिन युति की लेकिन मुझे आगे परिप्रकाश एवं आम जाना 1 रु 31 तारीख पर्यंत कौन रही आम प्रतिकार पार्ट को जीवा दर्शक बंधु मु एक सूचना देवाई चाहिए जदि आप कौन वास्तुजनित समस्या रही दर्शक बंधु आम पाखे अच्छी ओरा स्कानर अत्याधुनिक टेक्नोलोजी जोटा को व्यवहार करके 5 एलिमेंट बालांस करेंगे और क्यों जगह कौन कौन प्रोब्लेम अच्छी आप देखिपारे ये आपको जेहेतु जर्मन टेक्नोलोजी यह आपणकर कस्मिक एनर्जी नेगेटिव एनर्जी ये सब को सर्च कर साहाय्य कर मैग्नेटिक कंपास अच्छी जोटा कि आपणकर डायरेक्शनल जोटा कि नॉर्थ जोन को 0 डिग्री नहीं से आप संपूर्ण वास्तुर सिस्टम टाको आमको शो करेबो एवं 16टा जोन जोटा कि आपन एटा देखि परछंती एटा होची वास्तु चक्र जोटा आधरे 16टा जोन अछि 16टा जोन सेंटर पॉइंट रु 16टा जोन केउ जगह रे कोन प्रॉब्लम अछि हम जानि परिबा आपनकर कोनोसी प्रकार पारिवारिक विशृंखला देखा देई पारे रिलेशनशिप रे प्रॉब्लम आसीबा बा फाइनेंशियल प्रॉब्लम देखा दबा हेल्थ इश्यू देखा दबा बारंबार अननेचुरल डेथ देखा दबा किबा आपन घर करिसंती आपनकर अपमृत्यु घटुची बा कोनोसी जो माने एग्जिट डोर एंट्रेंस डोर बा भूल अच्छी कि बहुत बड़ बड़ इन्वेस्टमेंट करिसेंती होटल इंडस्ट्री फैक्ट्री करिसेंती किंतु सेही तुलना आपण आउटपुट पाई परना चिंता करन दर्शक बंधु यथाशीघ्र हम सहित जोगाजोग करंतु मु मो टीम सहित जाई पहुंचीबा आपण पाखरे एवं समस्यार समाधान करी बहुत शीघ्र बहुत सहज उपाय रे हम करबा आपण हम सहित जोगाजोग करिबे स्क्रीन नंबर अछि दर्शक बंधु जो मैंने भी भेटिया चाहूँगी भुवनेश्वर नीलाद्रि विहार में मोर आउ एक ऑफिस अच्छी आपण जो मैंने चाहिए मत जगह भेटी पारे शनिवार रविवार दिन 10टा रु राति 10टा पर्यंत सेठार मु रहूची 2 दिन पे जाऊँगी एवं जाजपुर जारका जोटा पात्र ज्वेलरी फर्स्ट फ्लोर में मोर ऑफिस अच्छी सोमवार मंगलवार बुधवार दिन 10टा रु राति 7टा पर्यंत सेठार खोला रहूची जो माने भी चाहिए सेठार मते मध्य भेटी पारे गुरुवार शुक्रवार भद्रक नामी मंजू रोड रे भंडारी पोखरी मोर घर सेठी मध्य मु गुरुवार शुक्रवार रहूची आपण माने मते जोगाजोग कर दर्शक बंधु एथिला संपूर्ण सूचना आमे या परे डिस्कशन करबा राशि फल को आपणकर ए मासर फल आर्थिक दृष्टिकोण रु बहुत भलो अटे शुभ अटे शत्रु वृद्धि घटिले मध्य शारीरिक मानसिक पीड़ा घटिले मध्य रिकवरी हम 15 तारीख पर टिके प्रोब्लेम आसी पारे किंतु 15 तारीख बहुत भल रहिबो चाकरी क्षेत्र में सहयोगी माने टिके ईर्षान्वित कले मध्य हायर अथॉरिटी आपन प्रशंसा लाभ करिवे
ଏବଂ ଆପଣଙ୍କର ଯୋଉ ଡିଗ୍ନିଟି ବା ଅନର ଯାହା ରେସ୍ପେକ୍ଟ ଅଛି ତା ବଢେ ପଢାପଢିରେ ପିଲାମାନେ ଟିକେ ଅବହେଳା କରିପାରନ୍ତି କିନ୍ତୁ ପରବର୍ତ୍ତୀ ସମୟରେ 15 ତାରିଖ ପରେ 15 ତାରିଖ ପୂର୍ବରୁ ବହୁତ ଭଲ ରହିଛି ଆଉ ଏହାପରେ ମଧ୍ୟ ଆପଣଙ୍କ ପାଇଁ ଟିକେ ଅପରଚୁନିଟି ଆସିବ ବ୍ଲୁ ପ୍ରିଣ୍ଟ ତିଆରି କରି ଆପଣ ଆଗକୁ ବଢିବା ପାଇଁ ଖୋରାକ ପାଇବେ ସାମାନ୍ୟ ଅବହେଳା ହେଲେ ମଧ୍ୟ ଏ ମାସ ଆପଣଙ୍କ ପାଇଁ ବହୁତ ଡେଡିକେଟିଭ ମାସ ଷ୍ଟଡି ଓରିଏଣ୍ଟେଡ ପିଲାମାନଙ୍କ ପାଇଁ ରିସର୍ଚେବଲ ପିଲାମାନଙ୍କ ପାଇଁ ଯୋଉମାନେ ପାଠ ପଢୁଛନ୍ତି କ୍ୟାରିୟର ଗଢୁଛନ୍ତି କମ୍ପିଟିସନରେ ଭାଗ ନେଉଛନ୍ତି ଏ ମାସ ବହୁତ ଭଲ ରହିବ ଏବଂ ଆମେ ଯଦି ଦେଖିବା ବ୍ୟବସାୟୀ ମାନେ ଏ ମାସରେ ବହୁତ ଲାଭ ପାଇବେ କାରଣ ତାଙ୍କର ବୁଧ ରବି ସହିତ ଯୁକ୍ତ ହେଇକି ବୁଧାଦିତ୍ୟ ଯୋଗ କରି ଭାଗ୍ୟ ସ୍ଥାନରେ ଅଛି ମାସ ବହୁତ ଭଲ ହବ ଚନ୍ଦ୍ରକୁଣ୍ଡଳୀ ଅନୁସାରେ ସାମୂହିକ ବିଚାର ଅନୁସାରେ ବ୍ୟବସାୟରେ ଆପଣ ଅଭିବୃଦ୍ଧି କରିବେ ଏବେ ଆମେ ଜାଣିବା 1 ରୁ 31 ତାରିଖ କଣ ରହିଛି ଦର୍ଶକ ବନ୍ଧୁ 1 ତାରିଖ ଦିନ ଆପଣ କିଛି ସହଯୋଗ ପ୍ରାପ୍ତ ହେବ 2 ତାରିଖ ଦିନ ଆପଣ ନିର୍ଭୀକ ଚିତ୍ତ ହେବେ ଦୁଶ୍ଚିନ୍ତା ବଢିବ 3 ତାରିଖରେ 4 ତାରିଖରେ ଦ୍ରବ୍ୟ ହାନି 5 ତାରିଖ ଦିନ ପଠନ ଲିଖନରେ ବ୍ୟସ୍ତ ରହିବେ 6 ତାରିଖ ଦିନ ଯଶ ହାନି ଯୋଗ 7 ତାରିଖ ଦିନ ଆପଣଙ୍କର ନିଷ୍ଠୁର ଚିତ୍ତ ହେବେ ନିଷ୍ଠୁରତା ଆପଣଙ୍କ ପାଖରେ ପରିପ୍ରକାଶିତ ହେବ 8 ତାରିଖ ଦିନ ଘାତ ଚିହ୍ନରେ ଥିବାର ସତର୍କ ରହିବେ 9 ତାରିଖ ଦିନ ଆପଣଙ୍କର ନେତୃତ୍ୱ ଲାଭ କରିପାରନ୍ତି 10 ତାରିଖ ଦିନ ପ୍ରୀତି ଲାଭ 11 ତାରିଖ ଦିନ ଭୋଗ ବିଳାସ ବେସନ ପ୍ରିୟ ହେବେ 12 ତାରିଖ ଦିନ ଆପଣ ରୋଗ ପୀଡା ଆପଣଙ୍କର 13 ତାରିଖ ଦିନ ଆପଣ ଅପଯଶ 14 ତାରିଖ ଦିନ ସାଧୁ ସଂଘ 15 ତାରିଖ ଦିନ ପରୋପକାର ଆପଣଙ୍କର 16 ତାରିଖ ଦିନ ସୁଖ ସମ୍ମାନ ଲାଭ କରିବେ 17 ତାରିଖ ଦିନ ପ୍ରସନ୍ନ ଚିତ୍ତ ରହିବେ ପ୍ରଫୁଲ୍ଲିତ ରହିବେ କିଛି ଘଟଣାକୁ ନେଇକି ହାପି ମୋମେଣ୍ଟ ଆପଣ ୟୁଜ କରିପାରନ୍ତି ସେ ମାସରେ ସେଇ ଦିନ ଅର୍ଥାତ୍ ଆପଣଙ୍କର 18 ତାରିଖ ଦିନ ଦ୍ରବ୍ୟ ପ୍ରାପ୍ତି ଯୋଗ 19 ତାରିଖ ଦିନ ସୁଖ ସମ୍ଭୋଗ ଲାଭ କରିବେ 20 ତାରିଖରେ ଅପବ୍ୟୟ 21 ତାରିଖରେ ମନସ୍ତାପ 22 ତାରିଖରେ କାର୍ଯ୍ୟହାନି 23 ତାରିଖ ଦିନ ଉଚ୍ଚ ସମ୍ମାନ 24 ତାରିଖ ଦିନ ଆପଣଙ୍କର ଶ୍ରୀଚନ୍ଦ୍ର 25 ତାରିଖ ଦିନ ବ୍ୟାକୁଳତା 26 ତାରିଖ ଦିନ ଚିନ୍ତାଗ୍ରସ୍ତ 27 ତାରିଖ ଦିନ ପରାଶ୍ରିତ 28 ତାରିଖ ଦିନ ପ୍ରତିଷ୍ଠା ଲାଭ 29 ତାରିଖ ଦିନ ପ୍ରାଧାନ୍ୟତା 30 ତାରିଖ ଦିନ ବିବାଦଗ୍ରସ୍ତ ଏବଂ 31 ତାରିଖ ଦିନ ଆପଣ ବୃଥା ଭ୍ରମଣ ରହିଛି ଏ ଥିଲା 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଦର୍ଶକ ବନ୍ଧୁ ଏବେ ଆମେ ଯିବା ପ୍ରତିକାର ପାର୍ଟକୁ କଣ ରହିଛି ପ୍ରତିକାର କିଭଳି ଯୋଉ କିଛି ପ୍ରୋବ୍ଲେମ ଆପଣଙ୍କର ଏ ମାସରେ ଆସିବ ତାକୁ କେମିତି ସର୍ଟ ଆଉଟ୍ କରିବେ ଦର୍ଶକ ବନ୍ଧୁ ମୁଖ୍ୟତଃ ସପ୍ତମ ସ୍ଥାନରେ ରାହୁ ଏବଂ ଶନି ସପ୍ତମ ଅଧିପତି ଅଷ୍ଟମରେ ଶନି ସପ୍ତାହ ଆପଣଙ୍କର ଚାଲିଛି ତ ଶନିଙ୍କର ପୂଜା କରନ୍ତୁ ପ୍ରତି ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ରାଶି ତେଲରେ ଦୀପଟିଏ ଜାଳନ୍ତୁ ଏବଂ ଓಂ ଶଂ ଶନିଶ୍ଚରାୟ ନମ ଜପ କରନ୍ତୁ ଏବଂ ଆପଣଙ୍କର ସପ୍ତମରେ ରାହୁ ଅଛନ୍ତି ଆପଣ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ବେଳେ ରାଶି ତେଲ ଆଣିବେ କଳା ସଳିତା ଦେଇ ଆପଣ ଶନିବାର ଦିନ କଣ କରିବେ ନା ସାଉଥ ୱେଷ୍ଟ ଜୋନରେ ଅର୍ଥାତ୍ ଦକ୍ଷିଣ ପଶ୍ଚିମ 2 to 5 ଡିଗ୍ରୀରେ ଆପଣ ଦୀପଟିଏ ଜାଳନ୍ତୁ ଆ ଦ୍ୱାରା କଣ ହବ ନା ରାହୁଙ୍କର ଏନର୍ଜି କମିଯିବ ଅର୍ଥାତ୍ ତାଙ୍କର ଯୋଉ ବ୍ୟାଡ୍ ଇନଫ୍ଲୁଏନ୍ସ ଆପଣ ବଡି ଉପରେ ପଡୁଥାଏ ଏବଂ ଓಂ ରାଂ ରାହବେ ନମଃ ଏ ମନ୍ତ୍ରକୁ ଜପ କରିପାରିବେ ଏବଂ ସବୁଠୁ ବଡ ଲାଭକାରୀ ଏକ ଉପାୟ ଯାହାକି ହନୁମାନ ଚାଳିଶା ଆପଣ ମଙ୍ଗଳବାର ଏବଂ ଶନିବାର ଯଦି ପଢୁଛନ୍ତି ବହୁତ ଭଲ ହବ ଏବଂ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରନ୍ତୁ ଯେହେତୁ ଆପଣଙ୍କ ରାଶିର ଲର୍ଡ ହଉଛନ୍ତି ସୂର୍ଯ୍ୟ ଭଗବାନ ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ ଏବଂ ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ ଆଦିତ୍ୟ ଋରେ ପାଠ କରନ୍ତୁ ଅଧିକ ଚମତ୍କାର ରେଜଲ୍ଟ ଶୀଘ୍ର ପାଇବା ପାଇଁ ଆପଣ ରବିଙ୍କର ଯୋଉ ରତ୍ନ ଅଛି ଆପଣଙ୍କ ରାଶିର ଅଧିପତି ରବିଙ୍କର ରତ୍ନ ହଉଛି ମାଣିକ୍ୟ ରତ୍ନ ଯୋଉଟାକୁ ରୁବି ରତ୍ନ ବୋଲି କୁହାଯାଏ ତାକୁ ଆପଣ ଧାରଣ କରିପାରିବେ କେଉଁ ଦିନ କେଉଁ ହାତରେ କେଉଁ ଆଙ୍ଗୁଳିରେ କେଉଁ ବାରରେ କେଉଁ ମନ୍ତ୍ରରେ କେଉଁ ପଦ୍ଧତିରେ ଆପଣ ପ୍ରାଣ ପ୍ରତିଷ୍ଠା କରିବେ ତାର ଏକ ସ୍ୱତନ୍ତ୍ର ଉପାୟ ଜାଣିବା ପାଇଁ ଚାହୁଁଥିଲେ ସ୍କ୍ରିନରେ ନମ୍ବର ଅଛି ଆପଣ ଆମ ସହିତ ଯୋଗାଯୋଗ କରିପାରିବେ ଯଦି ଭିଡିଓଟି ଆପଣଙ୍କୁ ଉପାଦେୟ ଲାଗିଛି ଆପଣ ସବସ୍କ୍ରାଇବ କରିବେ ସେୟାର କରିବେ ଭଲ ପାଇବା ଦେବେ ଆଉ କିଛି ବେଟର କରିବା ପାଇଁ ଚାହୁଁଥିଲେ ମୋ ସହିତ ମିଶିକି ଆପଣ ମତେ କମେଣ୍ଟ କରିପାରିବେ ରହିଲି ନମସ୍କାର ଜୟ ଜଗନ୍ନାଥ।